कलाहांडी जिला नल्ला निर्वाचन मंडली एक गुरुत्वपूर्ण आसन कहले अत्युक्ति हेब नाही। ଏହି ଆସନରୁ 2009 ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭୂପିନ୍ଦର ସିଂ ବିଧାୟକ ଭାବେ ନିର୍ବାଚିତ ହୋଇ ବିଧାନସଭାର ବିରୋଧୀ ଦଳ ନେତା ଭାବେ ଆସନ ଅଳଙ୍କୃତ ହୋଇଥିଲେ। 2014 ନିର୍ବାଚନରେ ପୁଣି ନର୍ଲା ଆସନଟି ବିଜେଡି ହାତକୁ ଚାଲି ଯାଇଥିଲା। ବର୍ତ୍ତମାନ 2019ରୁ କଂଗ୍ରେସ ଛାଡ଼ି ବିଜେଡିକୁ ଆସିଥିବା ବିଧାୟକ ଭୂପିନ୍ଦର ସିଂ ବର୍ତ୍ତମାନ ବିଜେଡି ବିଧାୟକ ଭାବେ ଅବସ୍ଥିତ ଅଟନ୍ତି। ଏହି ଆସନ ପାଇଁ ବିଧାୟକ ଭୂପିନ୍ଦର ସିଂ ଟିକେଟରୁ ବାଦ୍ ପଡ଼ିଥିବା ବେଳେ ଏହି ଆସନ ପାଇଁ ସର୍ବପ୍ରଥମେ ବିଧାୟକ ପ୍ରାର୍ଥୀ ଭାବେ ବିଜେପି ତାର ପ୍ରାର୍ଥୀ ଘୋଷଣା କରି ଗତ ନିର୍ବାଚନରେ ଅଳ୍ପ ଭୋଟ ବ୍ୟବଧାନରେ ହାରିଥିବା ଅନିରୁଦ୍ଧ ପ୍ରଧାନଙ୍କୁ ଦଳ ରିପିଟ୍ କରିଛି। ଅପରପକ୍ଷରେ କଂଗ୍ରେସରୁ କଳାହାଣ୍ଡିର ଟାଣୁଆ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ଓଡ଼ିଶାର ପ୍ରଚାର କମିଟି ଅଧ୍ୟକ୍ଷ ଭେଟରାନ୍ ଭକ୍ତଚରଣ ଦାସଙ୍କୁ ଏହି ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ କରିଛି। ସେହିପରି ବିଜେଡି ମଧ୍ୟ ଏହି ଆସନରୁ ତାର ପ୍ରାର୍ଥୀ ଭାବେ ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ମନୋରମା ମହାନ୍ତିଙ୍କୁ ମହିଳା କାର୍ଡ ଖେଳି ମଇଦାନକୁ ଓହ୍ଲାଇଛି। ନିର୍ବାଚନକୁ ଆଉ ମାତ୍ର କେଇଟା ଦିନ ଥିବାରୁ ରାଜନୈତିକ ମାହୋଲ ନର୍ଲାରେ ବେଶ୍ ସରଗରମ ଉଠିଛି। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ କିଛି ଦିନ ପୂର୍ବରୁ ବିଜେଡିର ନର୍ଲା ନିର୍ବାଚନ ମଣ୍ଡଳୀର ସଭାପତି ତଥା ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ ଓରଫ ବାବୁଲି ମଣ୍ଡଳ ଦଳର ଏକଛତ୍ରବାଦ ଶାସନ ଏବଂ ମେରି ରାଜନୀତି ଯୋଗୁଁ ଅସନ୍ତୋଷ ପ୍ରକାଶ କରି ଦଳରୁ ଇସ୍ତଫା ପ୍ରଦାନ କରିଥିବା ପ୍ରକାଶ କରିଥିଲେ। ସେ କେବଳ ସଂଗଠକ ନଥିଲେ, ସେ ଜଣେ ଜିଲ୍ଲାର ଅଗ୍ରଣୀ ସମାଜସେବୀ ଭାବେ ବେଶ୍ ପରିଚିତ ଅଟନ୍ତି ଏବଂ ସେ ଦିବାରାତ୍ରି ଲୋକମାନଙ୍କ ସେବାରେ ନିଜକୁ ଉତ୍ସର୍ଗୀକୃତ କରି ଜନମାନସର ଆସ୍ଥା ଭାଜନ ହୋଇପାରିଥିଲେ। ତେଣୁ ତାଙ୍କ ଇସ୍ତଫା ଏକ ପ୍ରକାର ବିଜେଡିରେ କମ୍ପନ ସୃଷ୍ଟି କରିଛି। ତେଣୁ ଶ୍ରୀମଣ୍ଡଳକୁ ସମର୍ଥନ କରି ନର୍ଲା ନିର୍ବାଚନ ମଣ୍ଡଳୀର ନର୍ଲା, ରାମପୁର, କର୍ଲାମୁଣ୍ଡା, କେସିଙ୍ଗା ଭଳି 4ଗୋଟି ବ୍ଲକର 66 ପଞ୍ଚାୟତରୁ ହଜାର ହଜାର ସଂଖ୍ୟାରେ ନେତା ଏବଂ କର୍ମୀ ଆଜି ବିଜେଡିର ପୁଞ୍ଜୀଭୂତ ଅସନ୍ତୋଷ ପ୍ରତିଫଳନ ସ୍ୱରୂପ ନର୍ଲା ରେକପୁର ଛକଠାରୁ ବିଶାଳ ରୋଡ୍ ଶୋ ଜରିଆରେ ଚିତ୍ତରଞ୍ଜନ ମଣ୍ଡଳଙ୍କ ନେତୃତ୍ୱରେ ମହାପଟୁଆରେ ଆସି ନର୍ଲା ବଜାର ଛକ ଧାନମଣ୍ଡି ପଡ଼ିଆରେ ବିରାଟ ଜନସମାବେଶରେ ଜାତୀୟ ସ୍ତରର ଭେଟରାନ୍ ନେତା ଭକ୍ତ ଦାସଙ୍କ ଉପସ୍ଥିତିରେ ଜିଲ୍ଲାର ବରିଷ୍ଠ କର୍ମକର୍ତ୍ତାଙ୍କ ସହିତ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗଦାନ କରିଛନ୍ତି ଏବଂ ବିପୁଳ ଭୋଟରେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ଭକ୍ତ ଦାସଙ୍କୁ ବିଜୟୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛନ୍ତି। କଳାହାଣ୍ଡି ଜିଲ୍ଲା ପ୍ରତିନିଧି ନର୍ଲାରୁ ଗଣେଶ ଭାଇଙ୍କ ରିପୋର୍ଟ। ଦ ରିପବ୍ଲିକ ଓଡ଼ିଶା 24 ନ୍ୟୁଜ୍। ଆଜି ନର୍ଲାରେ ବିରାଟ ଜନସମାବେଶ କଂଗ୍ରେସ ପ୍ରତି ଏକ ଅନୁକମ୍ପା ଜନସାଧାରଣଙ୍କୁ ସମାବେଶ ଆପଣ ପ୍ରାୟ ଲୋକ ପରିବର୍ତ୍ତନ ସରକାର ଲୋକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସେ ଶାସନ ଗଣତନ୍ତ୍ର ଶାସନ କରୁଛନ୍ତି, ବିଚାରରେ ଶାସନ କରୁଛନ୍ତି। ତାଙ୍କ ପ୍ରତି ବିରୋଧ ଏବଂ ତା ପାଇଁ ତାର
ପ୍ରତିଫଳନଟା କ'ଣ ହେବ ବୋଲି ଆପଣ प्रथम समस्त नमस्कार जे एडे बड़ समावेश समावेश प्रतिफलन जे काଣା आबा आपण मने निजे चिंता कर एटा कहबा का नै पड़े ये होछि बीजेडी रो असंतोष प्रतिफलन करथंती या कलाहांडीर भेटरान भक्त दासଙ୍କ नेतृत्व प्रति लोकंकर आक्रोश कोन कोटा दुटा जा एकरा भक्त दासकर भाव मूर्ति एवं ताकर जो माटिर मणि से जे प्रकार लोकसभा रे उपस्थित आज पर्यंत जे काम तार प्रतिफलन एवं बीजेडी रो जो निश्चित रूप बढ़ा लगी बीजेडी रे बीजेडी नहीं बोली जी अच्छा से समस्ते लगातार 24 वर्ष शासन को आपण केमति मु तो कहली बीजेडी रो 24 वर्ष शासन जो भल ही था ताहले ममता न्याय जड़े कांग्रेस सांसद प्रार्थी भाव में आज समावेश नर्ला अंचलवासी को कि नर्ला निर्वाचन मंडल जनसाधारण कौन संदेश नर्ला अंचलवासी को एवं सारा नर्ला अंचल जी आसी समस्त निवेदन कर कांग्रेस के विश्वास कर कांग्रेस के आगे आना एवं कांग्रेस रो जो परिवर्तन नारा दूसरा से परिवर्तन शामिल हुआ एवं आम मान को आशीर्वाद बीजेडी अनेक नेता हजार हजार संख्यार कर्मी जिला निर्वाचन मंडल 4 गोटी ब्लॉक 66 पंचायत कोण अनुकोण आज एकत्रित होती से आज ये जो समावेश समस्त स्वागत करुच्ची अभिनंदन करुच्ची जे आसतु एवं से कांग्रेस ही थे हुए 2-3 वर्ष भितर से घर को आम वेलकम करुँ समस्ते आम गोटे परिवार रही उत्साह वातावरण देखुं हजार हजार लोक पादे चलिक आसिले प्रत्येक पंचायत प्रत्येक बूथ रु शह शह लोक आसुँच कार्यक्रम में कांग्रेस पार्टी कांग्रेस योगदान कर स्वागत अभिनंदन कर अनेक गुरु दायित्व रही आसंता दिन भी कांग्रेस वरिष्ठ नेता हिसाब से काम करेंगे कलाहांडी जिले में और राज्य आज किसी ना नेता 300 हे नेता 300 सरपंच एक्स सरपंच समिति मेंबर एक्स समिति मेंबर एवं एक्स चेयरमैन आदि मिसिक बहुत अच्छा व्यापक संख्या आज योगदान कर हजार हजार लोक योगदान सर कलाहांडी बीजेडी असंतोष न्याय बोली कहुच्छे से नहीं कौन कहे आप बीजेडी अंत होगा कलाहांडी जदि कहवा जे कांग्रेस पुणी थे कलाहांडी रे निजर कांग्रेस कांग्रेस आज देखुं महेंद्र नायक जे पछुआ वर्गर यादव समाज सबुठ बड़ नेता बीजेडी ओबीसी चेयरमैन थे